ପୁରୀର ଗୋଟେ ପୀଠସ୍ଥଳୀ। ଆଜି ଶ୍ରୀକ୍ଷେତ୍ର ପରିକ୍ରମା ପ୍ରତିବର୍ଷ ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀରେ ପ୍ରଭୁଙ୍କର ନାଗାର୍ଜୁନ ବେଶ କରାଯାଏ। ଏ ନାଗାର୍ଜୁନ ବେଶକୁ ପୁରୀ ସହରର ସଦରର ପୁରୀ ସହର ତଳ ଅଞ୍ଚଳ, ପୁରୀ ପାଖାପାଖି ଅଞ୍ଚଳ, ଓଡ଼ିଶାର ବିଭିନ୍ନ ସ୍ତର ପ୍ରାନ୍ତରରୁ ଲୋକ ଛୁଟି ଆସନ୍ତି ଦିଅଙ୍କ ଚରଣ ସ୍ପର୍ଶ କରିବା ପାଇଁ। ଦିଅଙ୍କର ଚରଣ ସ୍ପର୍ଶ କଲେ ଆଗରୁ ଗୋଟେ କଥା ଅଛି, ସିଦ୍ଧ ମହାବୀରଙ୍କର ଯାହା ଯିଏ ଭାବେ ତାର କାର୍ଯ୍ୟ ସିଦ୍ଧି ହୁଏ। ଆଜି ପ୍ରଭୁଙ୍କର ନାଗାବେଶକୁ ଦେଖିଲେ ଲୋକଙ୍କ ମନ ଭାରି ଖୁସି ହୁଏ। ରସଗୋଲା ବିକ୍ରି ଏଠି ହୁଏ। ପ୍ରଭୁଙ୍କୁ ରସଗୋଲା ଭୋଗ କରି ଖାଇ ମନ ଖୁସିରେ ସବୁଆଡ଼େ ବୁଲନ୍ତି ଲୋକ, ଭଜନ ଦେଖନ୍ତି, ସୁନ୍ଦରାକାଣ୍ଡ ଦେଖନ୍ତି, ଜଗନ୍ନାଥଙ୍କୁ ଦର୍ଶନ। ଆଜି ହେଉଛି ପନ୍ଥତୀର୍ଥର ଯେଉଁ ପଞ୍ଚମୀ, ଯିଏକି ଆମର ମହାବୀର ସିଦ୍ଧ ମହାବୀରକୁ ଦର୍ଶନ କଲେ ସମସ୍ତ ପାପ ମେଖନ ହୋଇଥାଏ, ତାପରେ ଶକ୍ତିଦାୟକ ହେଇଥାଏ। ତା ସହିତ ଭକ୍ତମାନଙ୍କର ଯେଉଁଗୁଡ଼ାକ ମାନସିକ ଥାଏ, ଆଜି ଯେଉଁ ପଞ୍ଚତୀର୍ଥରେ ସମୁଦ୍ର କୂଳ ଦେଇ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଦେଇକରି ଲୋକନାଥଙ୍କୁ ଦର୍ଶନ କରିକିରି ବାଟରେ ମଧ୍ୟ ବହୁତ ପଥ ପରିଶ୍ରମ କରି ଆସିଥାନ୍ତି, ବହୁତ ଆରୋଗ୍ୟ ଲାଭ କରିଥାନ୍ତି, ଶରୀର ସୁସ୍ଥ ରହିଥାଏ। ଜୟ ହନୁମାନ ପରି ଯେମିତି ବୀର କୌଣସି ଅପ୍ରୀତିକର ଘଟଣା ଘଟିନଥାଏ, ତାଙ୍କ ନିକଟରେ ସମସ୍ତ ସହାନୁଭୂତି ସାହାଯ୍ୟ ଯେ ଶକ୍ତିମାନ ଦେହରେ ପ୍ରବାହିତ ହୋଇଥାଏ। ତାହା ଆଜି ରହୁଛି ଦିନ, ପବିତ୍ର ଦିନ। ସେଇ ଦିନମାନଙ୍କରେ ଆଜି ଭକ୍ତମାନଙ୍କର ଯେଉଁ କୋଳାହଳ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ହନୁମାନ ଜି କି, ଜୟ ହନୁମାନ ଜି କି, ଜୟ ବଜରଙ୍ଗବାଲି କି, ଜୟ ବଜରଙ୍ଗବାଲିର ଯେଉଁ ଧ୍ୱନିତ ହେଉଅଛି ଆଜି ସିଦ୍ଧ ମହାବୀର ପୀଠରେ, ବହୁତ ଆନନ୍ଦିତ ଲାଗୁଛି। ପ୍ରଭୁଙ୍କ ନିକଟରେ ଶରଣ ପଶିକିରି ଯାଉଅଛି ଯେ କି ମୋର ଦେହ ଶରୀର ସବୁବେଳ ପାଇଁ ସୁସ୍ଥ ରହିବ। ଏଇ ଯେମିତି ରାମଚନ୍ଦ୍ରଙ୍କର ଗୋଟେ ଭକ୍ତ ଭାବରେ ମୁଁ ହେଇପାରିବି, ସେହିପରି ଶରଣ ପଶିକିରି ଭକ୍ତଙ୍କୁ କରିପାରିବି।